ଆଜିର ଭିଡ଼ିଓଟି ମୁଁ ଷଠି ମା ପାଖରୁ ହିଁ ଆରମ୍ଭ କରୁଛି। କେହି କେହି କୁହନ୍ତି ଷଠି ବ୍ରତ ଓ ଆଉ କେହି କୁହନ୍ତି ଷଠି ଓଷା ନାମରେ ମଧ୍ୟ ଜଣାଯାଇଥାଏ। ଓଡ଼ିଶାରେ ଇଏ ଏକ ପାରମ୍ପରିକ ଓଷା। ଷଠି ଠାକୁରାଣୀଙ୍କୁ ଓଡ଼ିଶାରେ ଜନ୍ମଦେବୀ, ଜନ୍ମଦା ଓ ଦେବସେନା ବାଳକଦା ବୋଲି କୁହାଯାଇଥାଏ। ଷୋଡ଼ଶ ମାତୃକା ମଧ୍ୟରେ ତାକୁ ଦେବସେନା ନାମରେ ପୂଜା କରାଯାଇଥାଏ। ଗାଁରେ ମା' ମାନେ ତାକୁ ପୂଜା କରିଥାନ୍ତି। ଷଠି ଠାକୁରାଣୀଙ୍କୁ ପିଲାମାନଙ୍କର ଭଲ ମନ୍ଦ ପାଇଁ ମା' ମାନେ ପୂଜା କରିଥାନ୍ତି। ଭିଡ଼ିଓଟିକୁ ଆପଣମାନେ ସ୍କିପ୍ ନକରି ଶେଷ ପର୍ଯ୍ୟନ୍ତ ଦେଖିବେ। ଷଠି ପୂଜା ଦିନ ଶିବଙ୍କର ସୋମନାଥ ବ୍ରତ ବି ହୋଇଥାଏ। ଆଉ ଷଠି ପୂଜାରେ ଭାତ, ଡାଲି, ମାଛ ଭଜା, ଚକୁଳି ପିଠା, 2 ପ୍ରକାର ଶାକାହାରୀ ତରକାରୀ ଭଳି 6 ପ୍ରକାର ଖାଦ୍ୟ ରନ୍ଧା ହୁଏ। ଶିଳୁପୁଆକୁ ହଳଦୀ ଆଗ ପାଣି କରିକି ତାକୁ ଟିକେ ବୋଳା ହୁଏ। ତାପରେ ହଳଦୀ ରଖାଯାଏ। ଆଉ ଅପାମାରଙ୍ଗ, ବାଉଁଶ, ଧାନ, ବଜ୍ରମୂଳି, ସାରୁ ଆଦି 5 ପ୍ରକାର ଗଛକୁ ଏକାଠି କରି ବନ୍ଧାଯାଏ। ଗୋଟେ ପୂର୍ଣ୍ଣ କୁମ୍ଭ ତା ପାଖରେ ରଖାଯାଏ। ଗଳି କୁଆ, ସିନ୍ଦୁର, ଫରୁଆ, କଜଳପତି ତା ପାଖରେ ଥୁଆ ହୁଏ। ଦୁବ, ବରକୋଳି ଓ ଅରୁଆ ଚାଉଳରେ ମା ଷଠି ମା'କୁ ବନ୍ଦା ହୁଏ। କଉଡ଼ି ଗୁଆ ନେଇକି ହଳଦୀ ପାଣିରେ ଧୁଆ ହୋଇ ହଳଦୀ ଯେଉଁ ଥପା ହୋଇଥାଏ ସେଇଥିରେ ଦିଆହୁଏ। ଚନ୍ଦନ, ସିନ୍ଦୁର ଆଉ କଳା କରିକି ରଖିଥିବା ତାକୁ ଲଗାହୁଏ। ଦେଖନ୍ତୁ ମୁଁ କେମିତି ମା'କୁ ସଜେଇ ଦେଉଛି। ଆଉ ଆପଣମାନେ ଫୁଲ ହାର ଗୁନ୍ଥିକି ରଖିଥିଲି, ଏବେ ମା'କୁ ପିନ୍ଧେଇ ଦେଇଛି। କଳସ ଏବେ ବସେଇ ଦେଇଛି। ମୁଁ କଦଳୀ ଥୋଇଛି, ଆପଣମାନେ ଗୁଆ ବି ଥୋଇପାରିବେ। ଆପଣଙ୍କୁ ଆଡ଼େ ଯାହା ଚାଲିଥିବ ଆପଣମାନେ ସେୟା କରିବେ। ମୁଁ ଏବେ ଗୋଟେ କପଡ଼ା ପକେଇ ଦେଇକି ଏବେ କଳସ ଉପରେ ଗୋଟେ ମୁକୁଟ ପିନ୍ଧେଇ ଦେଇଛି। କେତେ ସୁନ୍ଦର ଦେଖାଯାଉଛି। ଏବେ ସବୁ ପତ୍ର ଆଣିକି ରଖିଦେଇଛି। ଆପଣମାନେ କେଉଁ ଡାଳ ବିଷୟରେ ଜାଣିନାହାନ୍ତି କମେଣ୍ଟ କରିବେ, ମୁଁ ଆପଣମାନଙ୍କୁ କହିଦେବି। ଏବେ ମୁଁ ଫଳ କାଟିକି ରଖିଦେଇଛି। ଏବେ ଗାଧୁଆଳେ ତ ଛୋଟ ଛୁଆ ନା, ତ ବେଶୀ ରକମ କରିପାରିନଥିଲି। ପରଟା କରିଥିଲି, ଡାଲମା, ଅରୁଆ ଭାତ, ଖଟା, କାକୁଡ଼ି ସାଲାଡ଼, ପିଠା ବି ଆପଣମାନେ କରିପାରିବେ। ଯେତିକି ତ ପାରିଛି ସେତିକି କରିଛି। ଆଉ ଧୂପ, ଦୀପ, ନୈବେଦ୍ୟ କର୍ପୂରରେ ମୁଁ ଏବେ ଆଳତି କରିଦେଇଛି ମା'ର। କେତେ ସୁନ୍ଦର ଦେଖାଯାଉଛି। ଆଜିର ଭିଡ଼ିଓଟି କେମିତି ଲାଗିଲା ନିଶ୍ଚିତ କମେଣ୍ଟ କରିବେ। ଆଜି ପାଇଁ ରହୁଛି। ଜୟ